ଏଇ ବୋଉ ଆଉ ଗୋଟେ କଥା କହିବୁ ଆଜି ଆମ ଜୀବନରେ ଯେତେବେଳେ ବାପା ଚାଲିଗଲେ ମୁଁ ତ 4 ବର୍ଷର ହେଇଥିଲି, ଭାଇନା ପଢ଼ୁଥିଲେ ଅଷ୍ଟମରେ, ନାନୀ ପଢ଼ୁଥିଲା ଷଷ୍ଠରେ। ଆମର ଅବସ୍ଥା ଯେଉଁଭଳି ହେଇଗଲା, ବାପା ତ ପ୍ରାଥମିକ ଶିକ୍ଷକ ଥିଲେ, ଆଉ ସେତେବେଳେ ତ ପେନ୍ସନ୍ର ବ୍ୟବସ୍ଥା ବି ନଥିଲା। ଆମର ଅବସ୍ଥା କେଉଁଭଳି ହେଇଗଲା, ସେତେବେଳେ ଜଣେ ଦେବଦୂତ ସାଜିକି ଆମ ଜୀବନରେ ଆସିଲେ। ଆଜିକାଲି ଯେଉଁଠି ନିଜ ଭାଇ, ନିଜ ମା' ପେଟର ଭାଇ ବି ଭଉଣୀକି ପଚାରୁନି, କିନ୍ତୁ କ୍ଷେତ ମାମୁଁ ଯିଏ ତୋର ବଡ଼ ବାପାଙ୍କ ପୁଅ, କିନ୍ତୁ ସିଏ ଆମ ଜୀବନରେ ପୁରା ଜଣେ ଦେବତାଙ୍କ ଠାରୁ ବି ତାଙ୍କ ସ୍ଥାନ ବହୁତ ଉର୍ଦ୍ଧ୍ୱରେ। ସେଇ କ୍ଷେତ ମାମୁଁଙ୍କ କଥା ଆଜି କହ ହେଲା।